ନାଁ ହେଲା ତୁଳସୀ ଦୁଇ ପତ୍ରରୁ ବାସେ। ବର୍ଷା ଦିନ ହୋଇଥାଏ। ସତ୍ୟଭାମପୁର ଗାଁରେ ତୁମ ପରି ଛୋଟ ପିଲାଟିଏ ଥିଲା। ନା କଣ ନା ବର୍ଷା ଦିନ ହୋଇଥାଏ। ସତ୍ୟଭାମପୁର ଗାଁରେ ତୁମ ଭଳି ଏକ ଛୋଟ ପିଲାଟିଏ ଥାଏ। ସେ ଦିନେ ସ୍କୁଲକୁ ଯାଉଥିଲା। ସେ କୁଆଡ଼େ ଯାଉଥିଲା? ସେ ଦିନେ ସ୍କୁଲକୁ ଯାଉଥିଲା। ବର୍ଷାରେ ରାସ୍ତାଘାଟ କାଦୁଅ ହୋଇଥାଏ। ବର୍ଷା ହୋଇଥାଏ, ରାସ୍ତାଘାଟ କାଦୁଅ ହୋଇଥାଏ। ତେଣୁ ପିଲାଟିର ଗୋଡ଼ ରାସ୍ତାରେ ଖସିଗଲା। କ'ଣ ହୋଇଗଲା? ଖସିଗଲା। କାହାର? ଛୋଟ ପିଲାଟିର। ତୁମ ଘରେ ଗୋଟେ ଛୋଟ ପିଲାଟିର। ତାର ଜାମା ପ୍ୟାଣ୍ଟ କାଦୁଅ ହୋଇଗଲା। ଜାମା ପ୍ୟାଣ୍ଟ ବୁଝିଛ? କ'ଣ ନା ତାଙ୍କର କପଡ଼ା କାଦୁଅ ହୋଇଗଲା। ତାପରେ ଦଶହରା ଛୁଟି ହେଲା। ତାପରେ କ'ଣ ହେଲା ନା ଦଶହରା ଛୁଟି ହେଲା ସ୍କୁଲ। ପିଲାଟି ଗାଁର ସମସ୍ତଙ୍କ ପିଲାଟି କ'ଣ କଲା ନା ସମସ୍ତଙ୍କ ଗାଁର ସମସ୍ତ ପିଲାକୁ ଏକାଠି କରି ବାଲି ଗୋଡ଼ି ଗାଁ ଦାଣ୍ଡରେ ପକାଇ ରାସ୍ତାଟିକୁ ସମାନ କଲା। ନା ଯୋଉଟାକି ରାସ୍ତା ଥିଲା କାଦୁଅ ହେଇକି ଯୋଉ ସ୍କୁଲ ଗଲାବେଳେ ଅସୁବିଧା ହଉଥିଲା, ପିଲାମାନଙ୍କୁ ଡାକି କରି ସେ କ'ଣ କଲା ନା ବାଲି ଗୋଡ଼ି ରାସ୍ତା ସମାନ ହବା ପାଇଁ ସେ ପକେଇଲା। ଯେପରି ବର୍ଷାରେ ଗାଁ ଦାଣ୍ଡ କାଦୁଅ ହେବନି ସେଇ ପିଲା ସେ ଚେଷ୍ଟା କଲା ନା। ତାପରେ ସ୍କୁଲକୁ ଗଲା ପରେ ଗାଡ଼ି ଯିବେନି। ତାପରେ ସ୍କୁଲକୁ ଗଲାବେଳେ କେହି ଯେମିତି ପିଲାମାନେ ନ ପଢ଼ିବା ପାଇଁ ସେ ସମାନ କଲା ହେଲା। ସ୍କୁଲ ଖୋଲିଲା ପରେ ଗାଁ ଲୋକ ଓ ସ୍କୁଲ ଶିକ୍ଷକ ଗାଁର ସମସ୍ତ ପିଲାକୁ ସାବାସ କହିଲେ। ନା କ'ଣ କହିଲେ? ସାବାସ କହିଲେ ପିଲାମାନଙ୍କୁ। ସେଇ ପିଲାଟି କିଏ ଜାଣିଛ? ସେ ହେଉଛନ୍ତି ଆମ ଓଡ଼ିଶାର ମଧୁବାବୁ। ସେ କିଏ? ମଧୁବାବୁ। ସେ ଓଡ଼ିଶାର ଉନ୍ନତି ପାଇଁ କାମ କରୁଥିଲେ। ତେଣୁ ଲୋକେ କହନ୍ତି ସେ ହେଉଛନ୍ତି ଆମ ଓଡ଼ିଶାର କିଏ? ମଧୁବାବୁ। ମୁଁ ତମକୁ ଆଉ ଥରେ ପଚାରିବି ନା। ସେ ବର୍ଷା ଦିନେ ଗାଁର ବର୍ଷା ଦିନେ ଯୋଉ ପିଲାମାନେ ଯାଉଥିଲେ ସ୍କୁଲକୁ, ସେ ଗାଁର ନାମ କ'ଣ ଥିଲା? ସତ୍ୟଭାମପୁର। ପିଲାଟିର କ'ଣ ଓଦା ହେଇଗଲା? ତାଙ୍କ ଜାମା ପ୍ୟାଣ୍ଟ ଓଦା ହେଇଗଲା। ସେ କାହାକୁ ଡାକିକିରି